ନମସ୍କାର ବନ୍ଧୁଗଣ। ଆଜିକାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ। ସେମାନେ ନିଜ ନିଜ ମନ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି। ବଲିଉଡ୍, ହଲିଉଡ୍, ଟଲିଉଡ୍ ଏବଂ ଅଲିଉଡ୍ ସବୁ ଭାଷାଭାଷୀର ସିନେମା ପାଇଁ ସମାନ ପ୍ରତିଶତ କ୍ରେଜ୍ ଦେଖିବାକୁ ମିଳିଥାଏ। ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡ଼ିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଅଲିଉଡ୍ ଜଗତର ନିଜ ମନ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀଙ୍କ ସିନେମା ଦେଖିବାକୁ ଲୋକମାନେ କେବେ ବି ଭୁଲନ୍ତି ନାହିଁ ଏବଂ ସେହିପରି ନିଜ ମନ ପସନ୍ଦର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ। ତା ଛଡ଼ା ସେମାନଙ୍କର ବାସ୍ତବ ଜୀବନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଚ୍ଛୁକ ରହିଥାନ୍ତି। ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଏବଂ ବହୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ବିଷୟରେ କିଛି ଆଲୋଚନା କରିବା। ତେବେ ଆସନ୍ତୁ ଜାଣିନେବା। ଅପରାଜିତା ମହାନ୍ତି ଓଡ଼ିଆ ସିନେମାରେ ଏକ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କୁ ଲୋକମାନେ ଟିକି ଅପା ମଧ୍ୟ ଡାକିଥାନ୍ତି। ସେ 90 ଦଶକରେ ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଥିଲେ ଏବଂ ଅଲିଉଡକୁ ସେ ଅନେକ ସୁପରହିଟ୍ ସିନେମା ପ୍ରଦାନ କରିଛନ୍ତି। ତେବେ ସେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ସିନେମାରେ ଅଭିନୟ କରି ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଅପରାଜିତାଙ୍କ ଅଲିଉଡର ଡ୍ରିମ୍ ଗାର୍ଲ ମଧ୍ୟ କୁହାଯାଏ। 1965 ମସିହା ମେ ମାସ 15 ତାରିଖରେ ଅପରାଜିତା ଜନ୍ମ ଲାଭ କରିଥିଲେ। ବର୍ତ୍ତମାନ ସେ ମାତ୍ର 55 ବର୍ଷ ବୟସରେ ପାଦ ଦେଇଛନ୍ତି। ଅପରାଜିତା ମହାନ୍ତିଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ମହାନ୍ତି, ଯିଏକି ଅଲିଉଡରେ ଏବଂ 90 ଦଶକର ଜଣେ ସଫଳ, ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଥିଲେ ଏବଂ ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଛି ବର୍ଷେ ଖଣ୍ଡେ ହେଲା। ସେମାନେ ଦୁଇ ଜଣଙ୍କର ଗୋଟିଏ ମାତ୍ର ସନ୍ତାନ ଅଛି, ଯାହାର ନାମ ହେଉଛି ବାବୁସାନ। ବାବୁସାନ ବର୍ତ୍ତମାନ ଜଣେ ସଫଳ ଏବଂ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା। ସେ ମଧ୍ୟ ଅଲିଉଡ ଜଗତକୁ ଅନେକ ସୁପରହିଟ୍ ସିନେମା ପ୍ରଦାନ କରିଛନ୍ତି। ଅପରାଜିତା ମହାନ୍ତି 1980 ମସିହାରେ ତାଙ୍କ ଅଭିନୟ ଜୀବନକୁ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ସୀତା ଲବକୁଶ। ଏହି ସିନେମା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଅଲିଉଡକୁ ପ୍ରଦାନ କରି ଚାଲିଲେ। ଉଦଣ୍ଡି ସୀତା, ଜୋର ଜାହାର ମୁଲକ ତାର, ଚକାଡୋଳା, କରୁଛି ଲୀଳା, ଜଗା ହାତରେ ପଘା, ସହର ଜଳୁଛି, ଦାଦାଗାରି, ଚକା ଭଉଁରୀ ପରି ଅନେକ ସୁପରହିଟ୍ ସିନେମା ଆମମାନଙ୍କୁ ପ୍ରଦାନ କରିଛନ୍ତି। ଅପରାଜିତା ମହାନ୍ତି ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ମା ଥିଲେ ହିନ୍ଦୁ ନାରୀ। ଏହା ସହିତ ଅପରାଜିତା ମଧ୍ୟ ହିନ୍ଦୁ ଘରକୁ ବୋହୂ ହେଇକି ଆସିଛନ୍ତି। ଅନେକ ଇଣ୍ଟରଭ୍ୟୁରେ ସେ ଉଭୟ ଧର୍ମକୁ ସମାନ ଦୃଷ୍ଟିରେ ରଖନ୍ତି ଏବଂ ସେମାନେ ମଧ୍ୟ କରନ୍ତି। ତା ଛଡ଼ା ତାଙ୍କ ଘରେ ମଧ୍ୟ ସବୁ ଧର୍ମର ଈଶ୍ୱର ପୂଜା କରିପାରୁଛନ୍ତି। ଅପରାଜିତା ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ତାଙ୍କ ପରିବାରରେ ସ୍ୱାମୀ ଉତ୍ତମ ମହାନ୍ତି, ପୁଅ ବାବୁସାନ ଏବଂ ବୋହୂ ତୃପ୍ତି ଅଛନ୍ତି। ବର୍ତ୍ତମାନ ଉତ୍ତମ ମହାନ୍ତିଙ୍କ ତ ଦେହାନ୍ତ ହେଇଛି, ଆପଣ ଜାଣିଥିବେ। ଏବେ ତାଙ୍କ ବୋହୂ ତୃପ୍ତି ଏବଂ ତାଙ୍କ ପୁଅ ବାବୁସାନ ଏବଂ ତାଙ୍କର ଗୋଟେ ନାତି ଅଛନ୍ତି। ଜେଜେମା ମଧ୍ୟ ହେଇଯାଇଛନ୍ତି ଅପରାଜିତା। ଅପରାଜିତା ମହାନ୍ତି ଗୋଟିଏ ଚଳଚ୍ଚିତ୍ରରେ କାମ କରିବା ପାଇଁ 10 ରୁ 12 ଲକ୍ଷ ଟଙ୍କା ନେଇଥାନ୍ତି ଏବଂ କୌଣସି ପ୍ରଡକ୍ଟର ଆଡ୍ ପାଇଁ 5 ରୁ 6 ଲକ୍ଷ ନେଇଥାନ୍ତି। ତେବେ ତାଙ୍କର ଏକ ବହୁତ ବଡ଼ ଘର ଅଛି ଏବଂ 3ଟି କାର୍ ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ ଅପରାଜିତା ମହାନ୍ତି ଲୋକମାନଙ୍କ ହୃଦୟରେ ବାସ କରୁଛନ୍ତି ଏବଂ ଆଗକୁ ମଧ୍ୟ କରୁଥିବେ ସବୁଦିନ ପାଇଁ। ଆଶା କରିବି ଭିଡ଼ିଓଟି ଭଲ ଲାଗିଥିବ, ତ ଭିଡ଼ିଓଟିକୁ ଲାଇକ୍, ସେୟାର ଏଣ୍ଡ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ ଏମିତି ଭିଡ଼ିଓ ଦେଖିବା ପାଇଁ ସର୍ବପ୍ରଥମେ।